କ'ଣ ଆପଣ ଜାଣିଛନ୍ତି କି ପ୍ରଥମ ଥର ସମ୍ବନ୍ଧ କରିବା ପରେ ଝିଅମାନଙ୍କ ଶରୀରରେ କ'ଣ ପରିବର୍ତ୍ତନ ଆସିଥାଏ? କହିବାକୁ ଗଲେ ଏହି ପରିବର୍ତ୍ତନ ଦ୍ୱାରା ଝିଅମାନଙ୍କୁ କୌଣସି ଖାସ୍ ସମସ୍ୟା ହୋଇନଥାଏ, କିନ୍ତୁ ଏହାକୁ ଜାଣିବା ପାଇଁ ସମସ୍ତେ ଚେଷ୍ଟା କରନ୍ତି। ଏକ ରିପୋର୍ଟ ଅନୁସାରେ କେବଳ ମହିଳାମାନଙ୍କ ଉପରେ ଏହା ଲାଗୁ ହୋଇନଥାଏ। ମାନେ ଏହିଭଳି ପରିବର୍ତ୍ତନ ପୁରୁଷମାନଙ୍କ ମଧ୍ୟରେ ବି ଦେଖାଯାଏ। ସବୁ ମହିଳା ପୁରୁଷ ଯେତେବେଳେ ପ୍ରଥମ ଥର ସମ୍ବନ୍ଧ ବନାନ୍ତି ତେବେ ତାଙ୍କ ମଧ୍ୟରେ କିଛି ପରିବର୍ତ୍ତନ ଆସିଥାଏ। ମହିଳାମାନଙ୍କ ମଧ୍ୟରେ ହେଉଥିବା ପରିବର୍ତ୍ତନ ମଧ୍ୟରେ କିଛି ପରିବର୍ତ୍ତନ ଶରୀରର ବାହାର ଅଂଶରେ ହୋଇଥାଏ ଓ ଅନ୍ୟ କିଛି ଶରୀର ଭିତରେ ହୋଇଥାଏ। ଆଜି ଆମେ ଆପଣଙ୍କୁ ସେହି ସମସ୍ତ ପରିବର୍ତ୍ତନ ବିଷୟରେ କହିବାକୁ ଯାଉଛି। ସମ୍ବନ୍ଧ କରିବା ପରେ ପୁଅମାନଙ୍କ ଠାରୁ ଝିଅମାନଙ୍କ ଶରୀରରେ ଅକ୍ସିଟୋସନ୍, ଏଣ୍ଡୋର୍ଫିନ୍ସ ଏଣ୍ଡ ସିରୋଟୋନିନ୍ସ ଭଲ ହରମୋନ୍ସର ପ୍ରଭାବ ଅଧିକ ହୋଇଥାଏ। ଏହି ହରମୋନାଲ ଚେଞ୍ଜେସ୍ ମହିଳାମାନଙ୍କ ମୁଡକୁ ଆହୁରି ଅଧିକ ଭଲ କରିଦିଏ। ଏକ ଅଧ୍ୟୟନ ଦ୍ୱାରା ଜଣାପଡ଼ିଛି କି ଯେଉଁ ଲୋକମାନେ 2 ସପ୍ତାହ ପର୍ଯ୍ୟନ୍ତ ସମ୍ବନ୍ଧ କରନ୍ତି ତାଙ୍କ ମଧ୍ୟରେ ଚିନ୍ତା କମ୍ ଦେଖାଯାଏ। ତାଙ୍କର ମସ୍ତିଷ୍କ ସକାରାତ୍ମକ ରୂପରେ କାମ କରିବାକୁ ଲାଗିଥାଏ। ଏହା ସହିତ ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବି ବଢ଼ିଥାଏ। ପ୍ରଥମ ଥର ଝିଅମାନଙ୍କ ମଧ୍ୟରେ ଏହି ସ୍ଥାନରେ ଅଧିକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ପ୍ରଥମ ଥର ସମ୍ବନ୍ଧ କରିବା ପରେ ସ୍ତନ ପୂର୍ବ ଅପେକ୍ଷା 25% ଆହୁରି ବଢ଼ିଯାଏ। ଏକ ଷ୍ଟଡି ଅନୁସାରେ ଜଣାପଡ଼ିଛି କି ପ୍ରଥମ ଥର ସମ୍ବନ୍ଧ କରିବା ପରେ ଝିଅମାନଙ୍କ ଶରୀରର ତାନ୍ତ୍ରିକ ତନ୍ତ୍ର ଅଧିକ ସକ୍ରିୟ ହୋଇଯାଏ, ଯେଉଁ କାରଣରୁ ରକ୍ତବାହିକା ଗୁଡ଼ିକରେ ବି ଗତିବିଧି ବଢ଼ିଯାଏ ଓ ଏହି କାରଣରୁ ଶରୀରରେ କିଛି ଚେଞ୍ଜେସ୍ ଦେଖିବାକୁ ମିଳିଥାଏ। ଝିଅମାନେ ଯେତେବେଳେ ପ୍ରଥମ ଥର ସମ୍ବନ୍ଧ କରନ୍ତି ତ ସେମାନଙ୍କ ଚେହେରାରେ କିଛି ପରିବର୍ତ୍ତନ ସମ୍ପୂର୍ଣ୍ଣ ନଜର ଆସିଥାଏ। ମାନେ ତାଙ୍କ ଚେହେରା ଉଜ୍ଜ୍ୱଳ ନଜର ଆସିଥାଏ। ଝିଅମାନେ ପୂର୍ବ ଅପେକ୍ଷା ଅଧିକ ଖୁସିରେ ରହିବାକୁ ଲାଗନ୍ତି। ଏକ ରିସର୍ଚ୍ଚ ଅନୁସାରେ ଜଣାପଡ଼ିଛି କି ପ୍ରଥମ ଥର ସମ୍ବନ୍ଧ କରିବା ପରେ ମହିଳାମାନଙ୍କ ଚାଲିରେ ପ୍ରାକୃତିକ ରୂପରେ କିଛି ପରିବର୍ତ୍ତନ ଆସିଥାଏ, ଯାହା ଆପଣଙ୍କୁ ତାଙ୍କର ଚାଲିରୁ ଜାଣିପାରିବେ। ମହିଳାମାନଙ୍କ ଶରୀରରେ ଆକାରରେ ବି ଚେଞ୍ଜେସ୍ ଆସିଥାଏ। ଇଂଲଣ୍ଡ ଓ ମେରିଲ୍ୟାଣ୍ଡର ଏକ ରିସର୍ଚ୍ଚ ଅନୁସାରେ ଜଣାପଡ଼ିଛି ପ୍ରଥମ ଥର ସମ୍ବନ୍ଧ କରିବା ପରେ ମହିଳାମାନଙ୍କ ବୃଦ୍ଧି ପୂର୍ବ ଅପେକ୍ଷା ଆହୁରି ବି ଭଲ ହୋଇଯାଏ। ଯେତେବେଳେ କି ସେମାନେ ପୁରୁଷମାନଙ୍କ ହରମୋନର ସମ୍ପର୍କରେ ଆସିଥାନ୍ତି, ତେବେ ତାଙ୍କର ମସ୍ତିଷ୍କ ପୂର୍ବ ଅପେକ୍ଷା ଅଧିକ କ୍ରିୟାଶୀଳ ହୋଇଯାଏ। ମସ୍ତିଷ୍କର କାର୍ଯ୍ୟ କରିବାର କ୍ଷମତା ବି ଉନ୍ନତି ଆସିଥାଏ ଓ ନୂଆ ନ୍ୟୁରନ୍ସ ଓ ବ୍ରେନ୍ ସେଲ୍ସର ଗଠନ ହୋଇଥାଏ। କିନ୍ତୁ ଅନ୍ୟ କେତେକ ରିସର୍ଚ୍ଚ ଏହି କଥାକୁ ଖଣ୍ଡନ କରିଛନ୍ତି। ଦର୍ଶକ ବନ୍ଧୁ, ଆଶା କରିବି ଭିଡ଼ିଓଟିରେ ଆପଣମାନେ ଜାଣିପାରିଥିବେ। ତ ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ ଏବଂ ଆମର ଏହି ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ। ଏମିତି ବଢ଼ିଆ ବଢ଼ିଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ନୋଟିଫିକେସନ୍ ବେଲ୍କୁ ଦବାଇକି ଅଲରେ ସିଲେକ୍ଟ କରିଦିଅନ୍ତୁ। ଜୟ ଜଗନ୍ନାଥ।